ଦେଖିଛି। ଏଟା କ'ଣ ସତ୍ୟ ନୁହଁ କି? କ'ଣ ଆତ୍ମଜୀବନରେ ମିଥ୍ୟା କଥା ଲେଖାଯାଏ କି? ଆପଣ କ'ଣ ସେଥିରେ ଏକମତ ନୁହନ୍ତି କି? ହଁ କି ନାହିଁ କହୁନାହାନ୍ତି? ଆରେ ବାସ୍ତବିକ ନଥିଲା। ତାର କାରଣ ସେଠି ଯେଉଁ 3 ଜଣ ଆସାମୀ ଥିଲେ ତା ଭିତରୁ 2 ଜଣ ଧରା ପଡ଼ିଥିଲେ, ଜଣେ ଧରା ପଡ଼ିଲା ନାହିଁ। 20-25 ବର୍ଷ ପରେ ସେ କ'ଣ ତାର ବିଶ୍ୱାଳ ମଲ୍ଲିକ କ'ଣ ହଁ ବିଶ୍ୱାଳ ସେ ଧରା ପଡ଼ିଲା, ପୁଲିସ ତାକୁ ଧରିଲା, କେସ୍ ବିଚାର ହେଲା। ସେଥିରେ ଜାନକୀ ବାବୁ ଦାୟୀ ବୋଲି କିଛି ବାହାରିଲା କି? ଅଯଥାରେ ଜାନକୀ ବାବୁଙ୍କୁ ବଦନାମ କରାଯାଇଥିଲା। କିନ୍ତୁ ପଲିଟିକାଲି ନିଷ୍ପତ୍ତି ଅନୁସାରେ ଯେଉଁ ସମୟଟା ମୁଁ ଜାନକୀ ବାବୁଙ୍କୁ ସେତେବେଳେ କହିଥିଲି, ଅନୁରୋଧ କରିଥିଲି ସାମୟିକ ଭାବରେ ଇନ୍ଦ୍ରଜିତ ବାବୁଙ୍କୁ ବର୍ତ୍ତମାନ ଆଡ଼ଭୋକେଟ୍ ଜେନେରାଲ ପଦରୁ ଅବସର ଦିଆଯାଉ, କେସ୍ ଯଦି ତାର ବାଟରେ ଚାଲୁ, ଯଦି ସେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେବେ ପୁନର୍ବାର ଆଡ଼ଭୋକେଟ୍ ଜେନେରାଲ ହେବେ। କିନ୍ତୁ ସେ କାର୍ଯ୍ୟଟି ସେତେବେଳେ କରାଗଲା ନାହିଁ। ସେଇଟାକୁ ବିରୋଧୀମାନେ ଖୁବ୍ ଜୋରରେ ଏତେ ଭାବରେ ପ୍ରଚାର କଲେ ଯେଉଁଥିରେ କଂଗ୍ରେସ ଆଫେକ୍ଟେଡ୍ ହେଲା। ନେଡ଼ିଗୁଡ଼ ଶୁଣି ଗଲା ବେଳକୁ ନିର୍ଦ୍ଦୋଷକୁ ଗଲେ ଆଉ ଲାଭ କ'ଣ ଅଛି? ସେତେବେଳକୁ ଆମେ ବଦନାମୀ ସାରିଲୁ, ଆସିପାରି ନାହିଁ। ସେ ତ ନା ସେଇଟା ଯେ କେବଳ ଓଡ଼ିଶାର କାରଣ ତା ନୁହଁ, ଭାରତବର୍ଷରେ ବିଭିନ୍ନ ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଇଯାଇଛି, ଓଡ଼ିଶାରେ ମଧ୍ୟ ଦୁର୍ବଳ ହେଇଛି। କିନ୍ତୁ ଯେତେବେଳେ ସବଳ ହେବା ପାଇଁ ସୁଯୋଗ ଆସିଛି ତାର ସୁଯୋଗ ମଧ୍ୟ ଆମେ ନେଇପାରିନାହାନ୍ତି।